ମା ମା ଆସିଗଲା। ମୁନି ଭୋକରେ କାନ୍ଦି କାନ୍ଦି ଶୋଇଗଲା। ମା ଭାରି ଭୋକ ଲାଗୁଛି, ଖାଇବା ଆଣିଛ? ନାଇଁରେ ଧନ, ମୁଁ ଆଜି ବି ଖାଇବା ପାଇଲିନି। ଆଜି ଦିନଟା ପାଣି ପିଇ ରହିଯାଇଥା, କାଲି ସକାଳ ହେଉ ମୁଁ ପୁଣି ଖାଇବା ଖୋଜିବାକୁ ଯିବି। ପାଣି ପିଇବାକୁ ପଡ଼ିବ ଜାଣି କୁନି ଅନେକ କାନ୍ଦିଲା। ସେପଟେ ତାଙ୍କ ଘର ପାଖରେ ଏକ କାଉ ରହୁଥିଲା। କାଉର ଝିଅ ବି ଭୋକରେ କାନ୍ଦୁଥିଲା। ପରଦିନ ସକାଳେ, ଚଢ଼ି ଏ ଚଢ଼ି, ତୁ ଘରେ ଅଛୁ ନା? ବାହାରକୁ ଆସେ। ହଁ କାଉ, ମତେ କଣ ପାଇଁ ଡାକିଲୁ କହ? ଚଢ଼ି, ତୋ ଘରେ ଯଦି କିଛି ଖାଇବା ଅଛି ମତେ ଦେଇଥା। ମୋ ଝିଅ ଭୋକରେ କାନ୍ଦୁଛି। କାଲି ମୁଁ ଅନେକ ଖୋଜିଲି, ହେଲେ କୋଉଠି ବି କିଛି ପାଇଲିନି। କାଉ, ମୋ ଘରେ ବି କିଛି ଖାଇବା ନାହିଁ। 2 ଦିନ ହେଇଗଲାଣି ମୋ ଛୁଆମାନେ ଭୋକରେ କାନ୍ଦୁଛନ୍ତି। ଚାଲେ ଆଜି ପାଖ ଜଙ୍ଗଲକୁ ଯିବା, ହୁଏତ ସେଠି କିଛି ଖାଇବା ପାଇଯିବା। ଚଢ଼ି ଆଉ କାଉ ଥିଲେ ବହୁତ ଗରିବ। ସେମାନେ ଠିକରେ ତାଙ୍କ ଛୁଆଙ୍କୁ ଖାଇବା ଦେଇ ପାରୁନଥିଲେ। ପ୍ରତିଦିନ ସେମାନେ ଜଙ୍ଗଲରୁ ଜଙ୍ଗଲ ବୁଲି ଖାଇବା ଖୋଜୁଥିଲେ, ହେଲେ କୋଉଠି ବି ସେମାନେ ଖାଇବା ପାଉନଥିଲେ। ଏମିତି ଦେଖି ସେ 2 ଜଣ ମନ ଦୁଃଖରେ ଅନେକ କାନ୍ଦିଲେ। ସେତେବେଳେ ଏକ ବାଦଲ ସେ ରାସ୍ତାରେ ଯାଉଥିଲା। ପକ୍ଷୀ ମାନଙ୍କର ଏପରି ଦୁଃଖ ଦେଖି ସେ ଅଟକି ଗଲା। ଚଢ଼ି, କାଉ, ମୁଁ ଜାଣେ ତମେ ମାନେ ଏବେ ବହୁତ କଷ୍ଟରେ ଅଛ। ମୁଁ ତମମାନଙ୍କ କଷ୍ଟ ଦେଖି ଆଉ ରହିପାରିଲିନି, ଏଠାକୁ ଚାଲି ଆସିଲି। ମୁଁ ତମମାନଙ୍କୁ କିଛି ଦେବାକୁ ଚାହୁଁଛି, ଏଇ ନିଅ। ତାପରେ ବାଦଲ 2ଟି ବଗିଚା ବନେଇଲା। ଗୋଟେ ଥିଲା ଫୁଲ ବଗିଚା, ଆଉ ଗୋଟେ ଥିଲା ଫଳ ବଗିଚା। ଏ 2 ବଗିଚା ମୁଁ ତମ 2 ଜଣଙ୍କୁ ଦେଲି। ଏବେ କୁହ କିଏ କୋଉ ବଗିଚା ନେବ? ବାଦଲ ରାଣୀର କଥା ସରୁ ସରୁ ହିଁ କାଉ ଫଳ ବଗିଚାକୁ ବାଛି ନେଲା, ଚଢ଼େଇ ଫୁଲ ବଗିଚା ନେଲା। ଏବେ ମୁଁ ଯାଉଛି, ତମେ 2 ଜଣ ଏ ଫୁଲ ଫଳ ବିକ୍ରି କରି ଖୁସିରେ ରୁହ। ଏମିତି କହି ବାଦଲ ରାଣୀ ସେଠାରୁ ଚାଲିଗଲା। କାଉ ଆଉ ଚଢ଼େଇ ଖୁସିରେ ହେଇ ନିଜ ନିଜ ଘରକୁ ଗଲେ, ଆଉ ତାଙ୍କ ଛୁଆଙ୍କୁ ସବୁ ଘଟଣା କହିଲେ। ଚଢ଼େଇ ତାର 2 ଛୁଆଙ୍କ ସହ ମିଶି ନିଜ ଫୁଲ ବଗିଚାର ଯତ୍ନ ନେଉଥିଲା, ହେଲେ କାଉର କିଛି ଚିନ୍ତା ନଥିଲା। ଚଢ଼େଇ କେତେ ବୋକା, ଆଜିକାଲି କିଏ ଫୁଲ କିଣିବ ଯେ ଚଢ଼େଇର ଫୁଲ ବିକ୍ରି ହେବ? ମୋର କିନ୍ତୁ ଚିନ୍ତା ନାହିଁ। ଏବେ ମୁଁ ପ୍ରତିଦିନ ଫଳ ବିକ୍ରି କରି ଅନେକ ଟଙ୍କା ରୋଜଗାର କରିପାରିବି। ଯାଏ ଏବେ ଟିକେ ଶୋଇପଡ଼େ। କାଉ ପ୍ରତିଦିନ ଫଳ ବିକ୍ରି କରି ଅନେକ ଟଙ୍କା ରୋଜଗାର କରୁଥିଲା। ଚଢ଼େଇ ଫୁଲ ବିକ୍ରି କରି କମ୍ ଟଙ୍କା ପାଉଥିଲା। କାଉ ଅନେକ ଟଙ୍କା ରୋଜଗାର କରିବା ଯୋଗୁଁ ସେ ବହୁତ ଅଳସୁଆ ଆଉ ଅହଙ୍କାରୀ ପାଲଟିଗଲା। ସେ ତା ଫଳ ବଗିଚାର ଯତ୍ନ ବି ନେଉନଥିଲା। କାଉ, ତୁ ଏମିତି ଦିନ ସାରା ବସି ରହୁଛୁ କାହିଁକି? ନିଜ ଫଳ ବଗିଚାର ଯତ୍ନ ନେ। ଯେବେ ତ ଫଳ ଗଛ ଗୁଡାକ ଶୁଖିଯିବ ନା, ସେବେ ତ ବୁଝିବୁ। ଏଇ ଚଢ଼େଇ, ତୁ ମତେ ବେଶୀ ଜ୍ଞାନ ଦେନି, ବୁଝିଲୁ? ମୋ ଫଳ ଗଛ ସହ ମୁଁ କଣ କରିବି ନ କରିବି ସେଇଟା ମୋ ଇଚ୍ଛା। ତୁ ଯା, ତୁ ନିଜ କାମ କରିବୁ। ଏମିତି ରାଗି କାଉ ସେଠାରୁ ଚାଲିଗଲା। ଚଢ଼େଇର ମନ ଭାରି ଦୁଃଖ ହେଇଗଲା। ସେ ଆଉ କିଛି ବି ନ କହି ନିଜ କାମ କଲା। ଧୀରେ ଧୀରେ କାଉର ଫଳ ଗଛ ସବୁ ଶୁଖିଗଲା। ଏ କଣ, ମୋର ତ ସବୁ ଫଳ ଗଛ ଶୁଖିଗଲା। ଏବେ ମୁଁ ଫଳ କେମିତି ବିକ୍ରି କରିବି? କାଉ ଏପରି ଚିନ୍ତା କରି ମନ ଦୁଃଖ କରିବା ସମୟରେ ଜଙ୍ଗଲର ରାଜା ଚିଲ ଚଢ଼େଇର ଫୁଲ ବଗିଚାକୁ ଆସିଲା। ଚଢ଼େଇ, ତୋ ଫୁଲ ବଗିଚା ସତରେ ବହୁତ ସୁନ୍ଦର ହେଇଛି। ମୁଁ କେବଳ ଶୁଣିଥିଲି, ଆଜି ନିଜ ଆଖିରେ ଦେଖୁଛି। ଶୁକ୍ରବାର ଦିନ ମୋ ଝିଅର ଜନ୍ମଦିନ। ସେଦିନ ତୁ ତ ବଗିଚାର ଭଲ ଭଲ ଫୁଲ ମୋ ପାଖରେ ପହଞ୍ଚେଇ ଦେବୁ। ମୁଁ ମୋ ରାଜମହଲକୁ ଫୁଲରେ ସଜେଇ ଦେବି। ତ ଫୁଲ ବଦଳରେ ମୁଁ ତତେ ଅନେକ ଉପହାର ଦେବି। ଠିକ ଅଛି ମହାରାଜ, ଆପଣ ଚିନ୍ତା କରନ୍ତୁନି। ମୁଁ ଶୁକ୍ରବାର ଦିନ ଆପଣଙ୍କ ପାଖରେ ଫୁଲ ପହଞ୍ଚେଇ ଦେବି। ତାପରେ ରାଜା ଚିଲ ସେଠାରୁ ଚାଲିଗଲା। ଏ ସବୁ କଥା କାଉ ଶୁଣୁଥିଲା। ସେ ଚଢ଼େଇକୁ ଈର୍ଷା କଲା। ମୁଁ ଥାଉ ଥାଉ ଏ ଚଢ଼େଇ ଏତେ ଟଙ୍କା ରୋଜଗାର କରି ଧନୀ ହେଇଯିବ, ଆଉ ମୁଁ ତାକୁ ଦେଖୁଥିବି? ନା ନା, ମୁଁ ତା କେବେ ହେବାକୁ ଦେବିନି। ମୁଁ ଏବେ ହିଁ ଚଢ଼ିବାକୁ ଯିବି, ଆଉ ତାଠୁ ତା ଫୁଲ ବଗିଚା ନେଇଯିବି। ଚଢ଼ି, ବାଦଲ ରାଣୀ ମତେ ଖରାପ ଫଳ ବଗିଚା ଦେଇ ଠକି ଦେଇଛି। ସେଥିପାଇଁ ମୋର ସବୁ ଫଳ ଗଛ ଶୁଖିଗଲା। ତୋର ଏଇ ଫୁଲ ବଗିଚା ମତେ ଦେଇଦେ। ଆଜିଠୁ ଏଇ ଫୁଲ ବଗିଚା ମୋର। ତୁ ଏଠୁ ଚାଲିଯା। ତୁ କଣ ପାଗଳ ହେଇଯାଇଛୁ କାଉ? ତୁ ମତେ ମାଗିବୁ ଆଉ ମୁଁ ତତେ ମୋ ଫୁଲ ବଗିଚା ଦେଇଦେବି? ତୁ ତ ଫଳ ବଗିଚାର ଯତ୍ନ ନେଲୁ ନାହିଁ, ସେଥିପାଇଁ ତ ଫଳ ବଗିଚା ଶୁଖିଗଲା। ବାଦଲ ରାଣୀ ଦେଇଥିବା ଏଇ ଫୁଲ ବଗିଚାର ଯତ୍ନ ନେଲି ବୋଲି ଆଜି ମୁଁ ଏଇ ଜାଗାରେ ପହଞ୍ଚି ପାରିଲି। ଯା, ପଳା ଏଠୁ। ମୁଁ ତତେ ମୋ ଫୁଲ ବଗିଚା କେବେ ଦେବିନି। ଚଢ଼େଇର କଥା ଶୁଣି କାଉ ଅନେକ ରାଗିଗଲା, ଆଉ ଏକ ଲାଠି ଆଣି ଚଢ଼େଇକୁ ପିଟିଲା। କାଉ, ଏ କଣ କରୁଛୁ? ତୁ କଣ ଲୋଭରେ ଏତେ ଅନ୍ଧ ହେଇଯାଇଛୁ? ଛାଡ ମତେ। ନା, ମୁଁ ତତେ ଜମା ବି ଛାଡ଼ିବିନି।
दरकार हेले मु तते जीवनरू मारिदेबी तथापि मु तो फूल बगीचा नेकी ही रहिबी। काऊ जेमिति चढ़ेर फूल बगीचा पाखु गला ता देहरे निया लागिगला। अरे अरे मो देहरे निया केमिति लागिला, बंचाओ मते केही बंचाओ। काऊ चढ़ई पाखरु जेमिति दूरेई गला ता देहर निया लिभिगला। सेतेबेले एक फूल कथा कहिला, दुष्ट काऊ तो कष्ट देखि बादल राणी तते फल गछ दे साहाय्य करथिले, हेले तो निज अलसामी गुण पाई तो फल गछ नष्ट हेई गला। एबे तू चढ़ईर क्षति करबाकू चाहूचु? ए फूल बगीचा चढ़ईर तू जदि आउ केबे चढ़ईर क्षति करबाकू आसीबु नियारे जळी पाउस हेई जिबु। एमिति सुनी भयरे काऊ सेठारु चली गला। से आउ केबे भी चढ़ईर क्षति कला नाही। चढ़ई फूल बिक्री करी ता दुई झीओंक सह खुशी रे रहिला। माँ तुमे लगेइथिबा ए पिजुली गछ पाखकू मु प्रतिदिन आसे। तुमे जिबा परे केही भी गछर जत्न नियंतिनी, हेले तुमे चिंता करनी माँ, मु ए पिजुली गछर सबुदिन जत्न नेबी। माँ कुनी एते राति रे तो माँ लगेइथिबा ए पिजुली गछ पाखकू काहेकि आसीचु? तो माँ जेतेबेले बंचिथिला ए पिजुली गछकू से बहुत भल पाउथिला। हाँ बापा मु सेतिपाई तो प्रत्येक दिन ए गछ पाखकू आसे। ए गछ पाखकू आसिले एमिति लागे मो माँ मो पाखरे अछि। अच्छा ठीक अच्छी रे माँ, एबे तू घर भीतर को आसे। अनेक राति हेई गलानी, किछि खाइबा खाइनी। तो माँ गला दिनरू तू भलरे खाइबा भी खाउनु। ठीक अछि बापा। एमिति सेमाने घर भीतर को गले। सेमानकर सब कथा दूरରୁ एक पिसाची ଶୁଣୁଥିଲା। मिलिगला मते एक अनाथ छुआ मिलिगला। मते अनाथ छुआ को खाइबा पाई भारी भल लागी। जाए शीघ्र ए छुआ को खाइनिए। अरे ए छुआटा पाखरे तो ता बापा अछि, मु ताकू एमिति मारी पारिबिनी। किछि समय परे सकाळ हेई जिव। सकाळे मो शक्ति किछि काम करिबनी, मते आउ किछि उपाय चिंता करिबाकू हेबो। एमिति पिसाची कुनी को केमिति मारिब तार योजना बनैला। आउ परदिन सकाळे से एक सुंदरी चढ़ेर रूप नहीं राजू चढ़ेर पाखु गला। राजू को भी से प्रथम देखारे ही भल लागिला। राजू से पिसाची को बाहा हे घर को आसिला। माँ कुनी आ देखिबु मु काहाकू आनिची। कौन हैला बापा, मते डाकिला? आउ ये किए? अरे माँ कुनी ये तोर नुआ माँ, आजिठू ये आम सांगरे रहिबे। नुआ माँ? मोर नुआ माँ दरकार नहीं बापा, यांकू नहीं तांको घरे छाड़ी दियो। मु यांकू केबे भी माँ डाकिबेनी। एमिति रागी कुनी घर भीतर को चली गला। मीनू मो झील कथा को धरिबुनी, से एजाई ता माँ को भूली पारिनी। किछि दिन परे ता मन भल हेले से तते भी माँ डाकिब। अरे ना ना मो कुनीर कथा धरिनी। मु जाने माँ को हरी छुआटा भी बहुत दुखरे अछि। तुमे जमा भी चिंता करनी, मु तार निजे झियो परी जत्न नेबी। माँ कुनी तू एठी एकुटिया काहेकि सोइचु? मीनू तोर माँ, जा ता पाखरे सोइबु। नाई बापा, सिए मो माँ नुह, मु तांको माँ डाकी पारिबिनी। एमिति कही कुनी एकुटिया ही सोई पड़िला। अध राति रे से पिसाची कुनी पाखको आसिला। खाइबी तते आजी मु खाइबी। तते खाइबा पाई ही मु सुंदरी झीर रूप नहीं तो बापा को बाहा हेइची। आजी मते से सुजोग मिलिगला। किए किए एमिति पाटी करूच? मते भारी डर लागुची, मो सामना कस। पिसाचीर एमिति शब्दरी कुनीर निद भांगीगला। से जोर जोर चित्कार करुथिला। सेतेबेले पिसाची मीनूर रूप नहीं कुनी को धरिला। किए किए मा तो धरिलो? छाड़ो छाड़ो मते। अरे झियो डरनी, मु तोर माँ मीनू, देख मते। ना तुमे मो माँ नुह, मु तुमको देखिबिनी। तुमको देखिले मते भारी डर लागे। बापा बापा मते बंचाओ। अरे पार्टी काहेकि करूछु? केही तो कथा एठी सुनिबेनी। आ मो पाखकु आ, मु तते बहुत धीरे धीरे खाइबी, तते जमा भी कष्ट हेबनी। पिसाचीर एमिति कथा सुनी कुनी भीषण डरीगला। से दौड़ी जाई ता माँ लगैथिबा पिजुली गछको जाबुड़ी धरिला। एमिति देखि त पिसाची आहुरी हसिला।
ମୋ ସାଙ୍ଗରେ ମୂଷା ବିଲେଇ ଖେଳୁଛୁ? ଯା ଯା, ଯେତେ ଦୂରକୁ ଯାଉଛୁ ଯା, ମୁଁ ତତେ ଆଜି ଧରିକି ହିଁ ରହିବି। ସେପଟେ କୁନି ପିଜୁଳି ଗଛ ପଛପଟେ ଲୁଚି ରହିଲା। ପିଶାଚି ତାକୁ ଧରିବା ପାଇଁ ଯେମିତି ପିଜୁଳି ଗଛ ପାଖକୁ ଗଲା, ହଠାତ୍ ଏକ ଅଦୃଶ୍ୟ ଶକ୍ତି ପାଇଁ ସେ କୁନିର କ୍ଷତି କରିପାରିଲାନି। ଏ ସବୁ ପାଟିତୁଣ୍ଡ ଶୁଣି ରାଜୁ ଚଢ଼ି ବାହାରକୁ ଆସିଲା। ଆରେ ମିନୁ, ଏତେ ରାତିରେ ତୁ ଘର ବାହାରେ କାହିଁକି ଅଛୁ? କୁନି ତା ମାକୁ ଭାରି ମନେ ପକାଉଥିଲା। ସେ କହିଲା ସେ ପିଜୁଳି ଗଛ ପାଖକୁ ଆସିବ, ସେଥିପାଇଁ ମୁଁ ତା ସାଙ୍ଗରେ ବାହାରକୁ ଚାଲି ଆସିଲି। ଓ ଆଚ୍ଛା, ଏ ପିଜୁଳି ଗଛକୁ କୁନିର ମା ବହୁତ ଭଲ ପାଉଥିଲା। କୁନିକୁ ଏମିତି ଲାଗେ ତା ମା ଏ ଗଛ ପାଖରେ ହିଁ ଅଛି, ସେଥିପାଇଁ ସେ ସବୁବେଳେ ଦୌଡ଼ିକି ଏ ଗଛ ପାଖକୁ ଚାଲି ଆସେ। ଆଚ୍ଛା ଏମିତି କଥା। ହଉ କୁନି ଏଇଠି ଥାଉ, ଚାଲ ଆମେ ଘର ଭିତରକୁ ଯିବା। ମା, କୋଉଠି ଅଛ ମା? ଇଏ ଚଢ଼େଇ ନୁହଁ, ଇଏ ଗୋଟେ ପିଶାଚି। ମତେ ଇଏ ମାରିଦେବ ମା, ମତେ ରକ୍ଷା କର। କୁନି, ତୁ ଆଉ କାନ୍ଦିନି ମା। ମା, ତୁମେ ଆସିଗଲ? ମୁଁ କୁଆଡେ ବି ଯାଇନି ରେ ଧନ, ମୁଁ ତ ପାଖରେ ହିଁ ଅଛି। ଏବେ ତୁ ଘରକୁ ଯା। ଠିକ ଅଛି ମା, ମୁଁ ଏବେ ଘରକୁ ଯାଉଛି। ହେଲେ ମତେ ଯେତେବେଳେ ବି ଡର ଲାଗିବ, ମୁଁ ତୁମ ପାଖକୁ ଚାଲି ଆସିବି। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ, ରାଜୁ, ତମକୁ ଗୋଟେ କଥା କହିଥାନ୍ତି। ଏଇ ପିଜୁଳି ଗଛରେ ପୋକ ହେଇଯାଇଛନ୍ତି, ଏଇ ଗଛକୁ ଶୀଘ୍ର କାଟିଦିଅ। ପୋକରା ପିଜୁଳି ଖାଇଲେ ଆମ ପେଟ ଖରାପ ହେଇଯିବ। କିନ୍ତୁ ଏ ଗଛ କୁନି ମାର ଶେଷ ସ୍ମୃତି, ୟାକୁ କାଟିଦେଲେ କୁନି ଅନେକ କାନ୍ଦିବ। କଣ ହେଲା? ତମ ପାଖରେ ତମ ଆଗ ସ୍ତ୍ରୀର ସ୍ମୃତି ଏତେ ମୂଲ୍ୟବାନ ହେଇଗଲା ଯେ ତମେ ମୋ କଥା ଶୁଣୁନ? ଯା, ମୁଁ ତମ ସହ ଆଉ କେବେ କଥା ହେବିନି। ନା ନା, ମୋ କହିବାର ଅର୍ଥ ସେଇଆ ନଥିଲା। ଆଚ୍ଛା ହଉ, ତୁ ଆଉ ମନ ଦୁଃଖ କରନି, ମୁଁ ଏବେ ଗଛକୁ କାଟି ଦେଉଛି। ତାପରେ ରାଜୁ ସେ ଗଛକୁ କାଟିବା ଆରମ୍ଭ କଲା। ଏ ସବୁ ଶବ୍ଦ ଶୁଣି କୁନି ଶୀଘ୍ର ବାହାରକୁ ଆସିଲା। ବାପା, ଏ ଗଛକୁ କାଟନି, ବାପା ମୋ କଥା ଶୁଣ। ହେଲେ ରାଜୁ ତା ଝିଅ କୁନିର କିଛି କଥା ନ ଶୁଣି ପିଜୁଳି ଗଛକୁ କାଟିଦେଲା। ସେଇ ଗଛରୁ ଗୋଟେ ପିଜୁଳି ତଳେ ପଡ଼ି ସେଠି ରହିଗଲା। ବାକି ଗଛକୁ ରାଜୁ ଆଉ ମିନୁ ନେଇ ସେଠାରୁ ଚାଲିଗଲେ। ଯୋଉ ପିଜୁଳିଟି ତଳେ ପଡ଼ିଥିଲା, ହଠାତ୍ ସେ କଥା କହିଲା। ମା କୁନି, ତୁ ମନ ଦୁଃଖ କରନି, ମୁଁ ଏଇ ପିଜୁଳି ଭିତରେ ଅଛି। ମତେ ନିଜ ସାଙ୍ଗରେ ନେଇଯା, କିଛି ସମୟ ପରେ ରାତି ହେଇଯିବ, ପିଶାଚି ତୋର କ୍ଷତି କରିପାରେ। ତାପରେ କୁନି ସେ ପିଜୁଳିକୁ ଧରି ଘର ଭିତରକୁ ଗଲା। କିଛି ସମୟ ପରେ ରାତି ହେଇଗଲା। ଆଜି ତ ସେ ପିଜୁଳି ଗଛ ନାହିଁ କୁନି, ଦେଖିବି ତତେ ଆଜି କିଏ ରକ୍ଷା କରିବ। ମା କୁନି, ସେ ପିଶାଚି କେତେବେଳେ ବି ଏଠାକୁ ଆସିପାରେ। ମୁଁ ତତେ ଏବେ ପିଜୁଳି ଭିତରେ ରଖିଦିଏ। ସକାଳେ ପିଶାଚିର ଶକ୍ତି କାମ କରିବନି, ସେତେବେଳେ ମୁଁ ତତେ ପିଜୁଳିରୁ ବାହାର କରିଦେବି। ଏମିତି କହି କୁନିର ମା ତାକୁ ସେ ପିଜୁଳି ଭିତରେ ରଖିଦେଲା। ପିଶାଚି ସେଠାକୁ ଆସି କୁନିକୁ ଖୋଜିଲା, ହେଲେ ତାକୁ ପାଇଲାନି। ଏ ବଦମାସ ଛୁଆ ଆଜି ବି କୁଆଡେ ଚାଲିଗଲା, ଦେଖିବି ସେ କେତେ ଦିନ ମୋଠୁ ବଞ୍ଚିବ। ଯେମିତି ପିଶାଚି ସେଠାରୁ ଚାଲିଗଲା, କୁନି ପିଜୁଳିରୁ ବାହାରି ଆସିଲା। ମା କୁନି, ମୋ ପାଖରେ ଆଉ ବେଶୀ ସମୟ ନାହିଁ, ମୁଁ ସବୁଦିନ ପାଇଁ ଏଠାରୁ ଚାଲିଯିବି। ତା ପୂର୍ବରୁ ପିଶାଚିକୁ ଧ୍ୱଂସ କରିବାର ରାସ୍ତା ମୁଁ ତତେ କହିଦେବି। କିନ୍ତୁ ମା, ମୁଁ କଣ ସେ ପିଶାଚିକୁ ଧ୍ୱଂସ କରିପାରିବି? ତୁ ପାରିବୁ ଝିଅ, ମୋର ତୋ ଉପରେ ପୁରା ବିଶ୍ୱାସ ଅଛି। ଶୁଣୁ, ଏଠାରୁ କିଛି ଦୂରରେ ଏକ ମନ୍ଦିର ଅଛି। ସେ ମନ୍ଦିର ଭିତରେ ଥିବା ଏକ ସୁନା କଳସୀରେ ପବିତ୍ର ଗଙ୍ଗାଜଳ ଅଛି। ସେଇ ଗଙ୍ଗାଜଳ ଆଣି ପିଶାଚି ଉପରେ ପକେଇଲେ ସେ ଧ୍ୱଂସ ହେଇଯିବ। ଯେତେବେଳେ ଏ କାମ କରିବୁ, ତୋ ବାପା ତୋ ପାଖରେ ଥିବେ, ଏକଥାର ଧ୍ୟାନ ରଖିବୁ। ଯା ମା, ସକାଳ ହେଇଗଲାଣି, ଶୀଘ୍ର ମନ୍ଦିରକୁ ଯା। ତାପରେ କୁନିର ମା ଅଦୃଶ୍ୟ ହେଇଗଲା। କୁନି ଶୀଘ୍ର ମନ୍ଦିରକୁ ଗଲା, ଆଉ ମନ୍ଦିର ଭିତରେ ଥିବା ସ୍ୱର୍ଣ୍ଣ କଳସୀରୁ ଗଙ୍ଗାଜଳ ନେଇ ଆସିଲା। ବାପା, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। କଣ କହିବୁ ମା, କହ। ମିନୁ କୁନି ହାତରେ ଗଙ୍ଗାଜଳ ଦେଖି ଡରିଗଲା। ସେ ରାଜୁକୁ କହିଲା, ରାଜୁ, ତମେ କୁନି ସହ କଥା ହୁଅ, ମୁଁ ଟିକେ ବାହାରୁ ଆସୁଛି। କୁଆଡେ ଯାଉଛ ନୂଆ ମା? ବାପାଙ୍କୁ କଣ କହିବି, ତୁମେ କଣ ଶୁଣିବନି? ଏମିତି କହି କୁନି ଶୀଘ୍ର ଗଙ୍ଗାଜଳ ମିନୁ ଉପରକୁ ପକେଇଦେଲା। ମିନୁ ଦେହରେ ନିଆଁ ଲାଗିଗଲା। ସେ ନିଜ ପ୍ରକୃତ ରୂପକୁ ଆସି ଜଳିବାକୁ ଲାଗିଲା।
ମରିଗଲି। ଆରେ ମରିଗଲି। କ'ଣ କଲୁ ତୁ? ମତେ ବଞ୍ଚା, ନହେଲେ ନିଆଁରେ ଜଳି ମୁଁ ପାଉଁଶ ହେଇଯିବି। ଏ କ'ଣ? ଇଏ ତ ଗୋଟେ ପିଶାଚି। ମୁଁ ୟାକୁ ଚିହ୍ନି ନ ପାରି ବାହା ହେଇ ଘରକୁ ଆଣିଥିଲି। ହଁ ବାପା, ଇଏ ଗୋଟେ ପିଶାଚି। ଆଉ ଗୋଟେ କଥା ଜାଣିଛ ବାପା, ଇଏ ମତେ ମାରି ଖାଇବାକୁ ଚାହୁଁଥିଲା। ତୁ କ'ଣ କହୁଛୁ ରେ ମା? ତୋ ସହ ଏତେ ସବୁ ଘଟଣା ଘଟିଗଲା, ଅଥଚ ମୁଁ କିଛି ଜାଣିପାରିଲିନି। ମତେ କ୍ଷମା କରିଦେବୁ ମା, ମୁଁ ତୋର ଠିକରେ ଯତ୍ନ ନେଇ ପାରିଲିନି। ଦେଖୁ ଦେଖୁ କିଛି ସମୟରେ ହିଁ ପିଶାଚି ନିଆଁରେ ଜଳି ପାଉଁଶ ହେଇଗଲା। କୁନିର ଆଉ ଭୟ ରହିଲାନି। ସେ ଖୁସିରେ ତା ବାପା ସହ ରହିଲା।